मेघमाଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗ ନୂତନ ଭିଡିଓରେ ପୁନର୍ବାର ମୁଁ ସ୍ୱାଗତ କରୁଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ କେତେ ସୌଭାଗ୍ୟଶାଳୀ ଲୋକମାନେ ଅଟୁ ଯେ ଏକ ସୁଭିକ୍ଷ ସମୟରେ ବସବାସ କରୁଛୁ। ଯଥେଷ୍ଟ ପରିମାଣରେ ପ୍ରଭୁଙ୍କ ବାକ୍ୟ ଆମେ ଶୁଣୁଛୁ, ଯଥେଷ୍ଟ ପରିମାଣରେ ଆମେ ପଢିପାରୁଛୁ, ଧ୍ୟାନ କରିପାରୁଛୁ। ଏହା ତାହାଙ୍କର ଅନୁଗ୍ରହ ଅଟେ। ଏପରି ଏକ ସମୟ ଆସୁଛି ଯେଉଁ ସମୟରେ କି ଲୋକମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ଏଣେ ତେଣେ ଭ୍ରମଣ କରିବେ, ମାତ୍ର ସେମାନେ ପାଇବେ ନାହିଁ। ଧନ୍ୟ ସେ ପରମେଶ୍ୱର ଆମ୍ଭମାନଙ୍କୁ ଜୀବିତମାନଙ୍କ ମଧ୍ୟ ରଖିଛନ୍ତି। ପ୍ରତିଦିନ ତାହାଙ୍କ ବାକ୍ୟ ଦ୍ୱାରା ସେ ଆମ୍ଭମାନଙ୍କୁ କଥା ହେଉଛନ୍ତି। ତାହାଙ୍କ ନାମର ଗୌରବ ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ପୁନର୍ବାର ଆମେ ପ୍ରଭୁଙ୍କ ବାକ୍ୟରୁ ଆଉ ଏକ ନୂଆ ପ୍ରସଙ୍ଗରେ ଅଳ୍ପ ସମୟ ଆମେ ଧ୍ୟାନ କରିବା। ଆଜି ଯେଉଁ ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ମଧ୍ୟରାତ୍ରର ପ୍ରାର୍ଥନା। ଆଜିର ପ୍ରସଙ୍ଗ ହେଲା ମଧ୍ୟରାତ୍ରର ପ୍ରାର୍ଥନା। ଏହି ମଧ୍ୟରାତ୍ରର ପ୍ରାର୍ଥନା ଆମ ଜୀବନରେ କେଉଁ ସବୁ ଆଶୀର୍ବାଦ ନେଇ ଆସେ, ଆମ ପରିବାରରେ କେଉଁ ସବୁ ସମସ୍ୟାର ସମାଧାନ କରେ, ଆମେ ଏହି ବିଷୟରେ ଅଳ୍ପ ସମୟ କଥାବାର୍ତ୍ତା କରିବା। ଆସନ୍ତୁ ବାକ୍ୟରୁ ଗୋଟେ ପଦ ପଢି ଆମେ ଆଜିର ପ୍ରସଙ୍ଗରେ ଆଗକୁ ବଢିବା। ମୋ ସହିତ ଆପଣମାନେ ଯାକୁବ ପୁସ୍ତକକୁ ଆସିବେ। ଯାକୁବ ପୁସ୍ତକ 5 ଅଧ୍ୟାୟ 13 ପଦରେ ଏହି ପ୍ରକାର ଲେଖାଯାଏ, ତୁମ୍ଭମାନଙ୍କ ମଧ୍ୟରେ କଣ କେହି ଦୁଃଖ ଭୋଗ କରୁଅଛି, ସେ ପ୍ରାର୍ଥନା କରୁ। ପ୍ରଭୁଙ୍କ ନାମର ଗୌରବ ହେଉ। ବାଇବେଲ ଆମକୁ ପ୍ରାର୍ଥନା ଅନୁରୋଧ ଦେବା ପୂର୍ବରୁ ନିଜେ ବ୍ୟକ୍ତିଗତ ଭାବରେ ପ୍ରାର୍ଥନା କରିବା ପାଇଁ ଶିଖାଏ। ଏହି କଥାକୁ ଆମ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଅନେକ ଏହି କଥାକୁ ସେମାନେ କଣ କରନ୍ତି, ସେମାନେ ପାଳନ କରନ୍ତି ନାହିଁ। ଆପଣ ଦେଖିବେ କୌଣସି ସଭା ସମିତିରେ ଆପଣ ଦେଖିବେ ସେମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ସେମାନେ ଠିଆ ହୁଅନ୍ତି ନିଜର ସମସ୍ୟାକୁ ଅନ୍ୟମାନଙ୍କ ନିକଟରେ ନେଇଯିବା ପାଇଁ। କେହି ଜଣେ ମୋ ମସ୍ତକ ଉପରେ ହାତ ରଖି ପ୍ରାର୍ଥନା କଲେ ଭଲ ହେଇଥାନ୍ତା, ସେ ପ୍ରଭୁଙ୍କ ଦାସ ମୋ ପାଇଁ ଯଦି ଫୋନରେ ଟିକେ ପ୍ରାର୍ଥନା କରିଥାନ୍ତେ, ମୋ ଉପରେ ହାତ ଟିକେ ଥୋଇ ପ୍ରାର୍ଥନା କରିଥାନ୍ତେ, ମୋର ସମସ୍ୟାର ସମାଧାନ ହେଇଥାନ୍ତା। ଏହି ପ୍ରକାର ଅନେକ ଭାଇ ଭଉଣୀ ମାନଙ୍କୁ ଆପଣ ଦେଖିବେ। କିନ୍ତୁ ବାଇବେଲ ଆମକୁ ପ୍ରଥମରେ ନିଜେ ନିଜର ସମସ୍ୟା ପାଇଁ, ପରିବାର ପାଇଁ ପ୍ରାର୍ଥନା କରିବା ପାଇଁ ଶିଖାଏ। ଆମେ ଅନ୍ୟମାନଙ୍କ ନିକଟରେ ପ୍ରାର୍ଥନା ଅନୁରୋଧ ଦେବା କୌଣସି ପ୍ରକାର ଭୁଲ ନୁହେଁ, କିନ୍ତୁ ନିଜେ ପ୍ରାର୍ଥନା ନ କରି ଅନ୍ୟର ପ୍ରାର୍ଥନାର ସାହାଯ୍ୟ ଲୋଡ଼ିବା, ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ। ଅନେକ ସମୟରେ ଆମେ କହୁ, ଯଦି ମୋ ପାଖରେ ସମୟ ଥାନ୍ତା ମୁଁ ପ୍ରାର୍ଥନା କରିଥାନ୍ତି, ମୋ ପାଖରେ ତ ସମୟ ହିଁ ମିଳୁନାହିଁ, ମୁଁ ଦିନ ପ୍ରତିଦିନ ବ୍ୟସ୍ତ ରହୁଛି, ମଣ୍ଡଳୀ ସହଭାଗିତାରେ ଯାଇପାରୁନାହିଁ, ମୁଁ ପ୍ରାର୍ଥନା କରିପାରୁନାହିଁ। ଏହି ପ୍ରକାର ଅନେକ ସମୟରେ ଆମେ କହିଥାଉ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରାର୍ଥନା କରିବା ପାଇଁ ସମୟ ମିଳେ ନାହିଁ, ପ୍ରାର୍ଥନା କରିବା ପାଇଁ ସମୟ ମିଳେ ନାହିଁ, କିନ୍ତୁ ପ୍ରାର୍ଥନା କରିବାକୁ ସମୟ ବାହାର କରିବା ପାଇଁ ପଡେ। ସମୟ ବାହାର କରି ଆମେ ପ୍ରଭୁଙ୍କ ନିକଟରେ ଆଣ୍ଠିବା ଆବଶ୍ୟକ ରହିଛି, ପ୍ରାର୍ଥନା କରିବା ଆବଶ୍ୟକ ରହିଛି। ଆଜି ଆମେ କଥାବାର୍ତ୍ତା ହେବା ଯେ ମଧ୍ୟରାତ୍ରର ପ୍ରାର୍ଥନା ଆମ ଜୀବନରେ କେଉଁ ସବୁ ଆଶୀର୍ବାଦ ନେଇ ଆସେ, ଆମ ପରିବାରରେ କେଉଁ ସବୁ ପରିବର୍ତ୍ତନ ନେଇ ଆସେ। ଆମେ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରୁ ଆମେ ଧ୍ୟାନ କରିବା। ଆପଣମାନେ ମୋ ସହିତ ପ୍ରେରିତ ପୁସ୍ତକକୁ ଆସିବେ। ପ୍ରେରିତ ପୁସ୍ତକ 16 ଅଧ୍ୟାୟ, ପ୍ରେରିତ ପୁସ୍ତକ 16 ଅଧ୍ୟାୟ 25 ଆଉ 26 ପଦ ଆମେ ପଢିବା। ଏହି ସ୍ଥାନରେ ପ୍ରକାର ଲେଖାଯାଏ, କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ସିଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ। ଏହି କଥା ଆମେ ସମସ୍ତେ ଜାଣୁ। ପାଉଲ ଓ ସିଲାଙ୍କୁ ସେମାନଙ୍କୁ ଫିଲିପ ନଗରର କାରାଗାରରେ ରଖାଯାଇଛି। କାହିଁକି ରଖାଯାଇଛି? ଏମାନେ କୌଣସି ଭୁଲ କରିନାହାନ୍ତି, ଅନ୍ୟାୟ କରିନାହାନ୍ତି। ଏମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନାମ ସକାଶେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର ସକାଶେ ଏମାନଙ୍କୁ କାରାଗାର ରଖାଯାଇଛି। ଆଉ ଏହି ସମୟରେ ସେମାନଙ୍କୁ ଯେତେବେଳେ ବନ୍ଦୀଶାଳାରେ ରଖାଯାଇଛି, ସେହି ସମୟରେ ସେମାନେ ଭୟ ଭିତରେ, ସେମାନେ ଡରରେ, ଚିନ୍ତାରେ, ସମସ୍ୟାରେ ସେମାନେ ନିଜକୁ ନୀରବ ରହୁନାହାନ୍ତି। ସେମାନେ ମୁଖରେ କିଛି କହୁଛନ୍ତି। ସେମାନେ ଯେଉଁ ପରମେଶ୍ୱର ତାଙ୍କୁ ବାଛିଥିଲେ, ଯେଉଁ ପରମେଶ୍ୱର ଡାକିଥିଲେ, ସେହି ପରମେଶ୍ୱରଙ୍କ ନିକଟରେ ସେମାନେ କଣ କରୁଛନ୍ତି? ପ୍ରାର୍ଥନା କରୁଛନ୍ତି, ସ୍ତବଗାନ କରୁଛନ୍ତି। ଆଉ ସେହି ସ୍ଥାନରେ ଥିବା ବନ୍ଦୀମାନେ ଏସବୁ ବିଷୟ ସେମାନେ ଶୁଣୁଛନ୍ତି। 26 ପଦରେ ଲେଖାଯାଏ,
ସେତେବେଳେ ହଠାତ୍ ଏପରି ମହା ଭୂମିକମ୍ପ ହେଲା ଯେ କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍କ୍ଷଣାତ୍ ସମସ୍ତ ଦ୍ୱାର ମେଲା ହୋଇଗଲା। ପୁଣି ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା। ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ପ୍ରଭୁଙ୍କ ଦାସ ଭାବରେ ମୁଁ ଜାଣେ ନା ଯେ ଆପଣମାନେ କେଉଁ ପରିସ୍ଥିତି ଦେଇ ଗମନ କରୁଛନ୍ତି। ମୁଁ ଜାଣେ ନା ଆପଣ କେଉଁ ରୋଗରେ ଗ୍ରସିତ ଅଟନ୍ତି। ହେଇପାରେ ଆପଣ ଋଣର ବନ୍ଧନରେ ଅଛନ୍ତି, ହେଇପାରେ ଆପଣଙ୍କ ପରିବାରକୁ ନେଇ ଆପଣ ଚିନ୍ତାରେ ଅଛନ୍ତି, ଆପଣଙ୍କ ପୁଅ ଝିଅର ଜୀବନ ଠିକ ନାହିଁ, ହେଇପାରେ ଆପଣ ମଣ୍ଡଳୀରେ ରହି ମଧ୍ୟ ଆପଣ କୌଣସି ପାପରେ ପଡ଼ିଛନ୍ତି, ସେଇଥିରୁ ଆପଣ ବାହାରି ପାରୁନାହାନ୍ତି। ଆଜି ଆପଣମାନଙ୍କୁ ମୁଁ ପ୍ରଭୁଙ୍କ ଦାସ ଭାବରେ କହିବା ପାଇଁ ଚାହେଁ, ଆପଣ ମଧ୍ୟରାତ୍ରରେ ଉଠନ୍ତୁ, ଆଣ୍ଠାନ୍ତୁ, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ପରମେଶ୍ୱର ସେହି ସବୁ ବନ୍ଧନରୁ ଆପଣଙ୍କୁ ମୁକ୍ତ କରିବେ, ବାହାର କରି ଆଣିବେ। ପାଉଲ ଆଉ ଶିଲାର ପରମେଶ୍ୱର ଆଜି ମଧ୍ୟ ଜୀବିତ ଅଛନ୍ତି। ପାଉଲ ଆଉ ଶିଲାଙ୍କ ଜୀବନରେ ସେ ଯେଉଁ କାମ କଲେ, ଆମ ଜୀବନରେ ମଧ୍ୟ ସେ କରିବା ପାଇଁ ସାମର୍ଥ୍ୟ ଅଟନ୍ତି। ଆଜି ସେ ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମଧ୍ୟରାତ୍ରରେ ଆମେ ଉଠିବା, ଆମ ପୁଅ ଝିଅମାନଙ୍କ ପାଇଁ, ଆମର ପରିବାର ପାଇଁ, ଆମର ସେବା କାର୍ଯ୍ୟ ପାଇଁ, ଆମମାନଙ୍କର ଆତ୍ମିକ ଜୀବନ ପାଇଁ ଆମେ ତାହାଙ୍କ ନିକଟରେ ପ୍ରାର୍ଥନା କରିବା। ଏହା ବାକ୍ୟ ଆମମାନଙ୍କୁ ଶିକ୍ଷା ଦିଏ। ଅନେକ ସମୟରେ ଆମେ ସମସ୍ୟାରେ ପଡ଼ିଲା ବେଳେ, ଆମେ ଦୁଃଖରେ ପଡ଼ିଲା ବେଳେ ଆମେ ପରମେଶ୍ୱରଙ୍କୁ ମନେ ପକାଇ ନଥାଉ। ଆମେ ଆମର ବନ୍ଧୁବର୍ଗ, ଆମର ରାଜନେତା, ଆମମାନଙ୍କର ଏଇ ପ୍ରକାର କୌଣସି ରିଲେଟିଭ ଲୋକମାନଙ୍କ ନିକଟରେ ଆମେ ଫୋନ ମାଧ୍ୟମରେ ଆମର ଦୁଃଖକୁ ଗୁହାରି ଥାଉ। କିନ୍ତୁ ଆମର ଯେ ଜୀବନର କର୍ତ୍ତା, ଆମର ଯେ ମସ୍ତକ ଉଠାଇବା କର୍ତ୍ତା, ଯେ ଆମକୁ ଉଦ୍ଧାର କରିପାରନ୍ତି, ସଙ୍କଟରୁ ଆମକୁ ଯେ ରକ୍ଷା କରିପାରନ୍ତି, ସେହି ପରମେଶ୍ୱରଙ୍କ ନିକଟରେ ଆମେ ଡାକ ପକାଇ ନଥାଉ। ଆମେ ମଧ୍ୟରାତ୍ରରେ ଯେତେବେଳେ ପ୍ରଭୁଙ୍କ ନିକଟରେ ଆଣ୍ଠେଇବା, ସେହି ସମୟରେ ପରମେଶ୍ୱର ଆମର ପ୍ରାର୍ଥନା ଶୁଣିବେ। ପ୍ରିୟ ଭାଇ ଭଉଣୀମାନେ, ଅନେକ ସମୟରେ ପ୍ରାର୍ଥନା କରିବା ପାଇଁ ଇଚ୍ଛା କଲେ ମଧ୍ୟ ଶୈତାନ ଆମ ମନ ମଧ୍ୟରେ ଗୋଟେ ଚିନ୍ତା ଢାଳେ ଯେ ତୋର ପ୍ରାର୍ଥନା ପ୍ରଭୁ କିପରି ଶୁଣିବେ? ତୁ ତ ପ୍ରାର୍ଥନା ସହଭାଗିତାରେ ଯାଉନୁ, ତୁ ତ କେତେ ପାପ କରିଛୁ, ତୁ ତ କେତେ ମିଛ କହିଛୁ, ତୋ ପରି ଅଭଦ୍ରାମୀ ଲୋକର ପ୍ରାର୍ଥନା ପ୍ରଭୁ କିପରି ଶୁଣିବେ? ଏହି ପ୍ରକାର ଯଦି ମନ ମଧ୍ୟରେ ଶୈତାନ କିଛି କହୁଛି, ଆପଣ ସେହି ସମୟରେ କୁହନ୍ତୁ, ମୁଁ ପାପୀ, ମୁଁ ଅଧାର୍ମିକ, ମୁଁ ଏହି ପ୍ରକାର କୌଣସି ମୋଠାରେ ଯୋଗ୍ୟତା ନାହିଁ ଯେ ମୁଁ ପବିତ୍ର ହେବି। କିନ୍ତୁ ମୋ ନିମନ୍ତେ ଜଣେ ବ୍ୟକ୍ତି ଯେ କ୍ରୁଶରେ ମୋର ପାପ ନିମନ୍ତେ, ଅଧର୍ମ ନିମନ୍ତେ, ମୋର ଅଭଦ୍ରାମୀ ନିମନ୍ତେ, ମୋର ଅପରାଧ ନିମନ୍ତେ ସେ କ୍ରୁଶରେ ମୃତ୍ୟୁ ଭୋଗ କରି ସେ ଆପଣା ରକ୍ତ ଝରାଇ ମୋତେ ସେ ପବିତ୍ର କରିଛନ୍ତି। ସେଥିପାଇଁ ମୁଁ ତାହାଙ୍କର ସନ୍ତାନ ହେଇଥିବା ସକାଶୁ, ମୁଁ ପରମେଶ୍ୱରଙ୍କର ପୁତ୍ର ହେଇଥିବା ସକାଶୁ ମୋର ସବୁ ପ୍ରାର୍ଥନା ଯୀଶୁଙ୍କ ନାମରେ ସେ ଶୁଣିବେ। ଏହା ମନ ମଧ୍ୟରେ ଆପଣ ଦୃଢ଼ ବିଶ୍ୱାସ କରି ଆପଣ ପ୍ରଭୁଙ୍କ ନିକଟରେ ଆଣ୍ଠେଇ ପ୍ରାର୍ଥନା କରନ୍ତୁ। ଯେଉଁମାନେ ମଧ୍ୟରାତ୍ରରେ ପ୍ରାର୍ଥନା କରନ୍ତି, ସେହି ପ୍ରାର୍ଥନା ପରିବାର ପ୍ରତ୍ୟେକ ପରିସ୍ଥିତିକୁ ପରିବର୍ତ୍ତନ କରେ। ବନ୍ଧନ ଅବସ୍ଥା ଫିଟିଯାଏ। ପାଉଲ ଆଉ ଶିଲା ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କୁ ବାନ୍ଧିଥିବା ସେହି ଜଞ୍ଜିର ଖସି ଯାଉଛି, କାରାଗାରର ଦ୍ୱାର ମେଲା ହେଇଯାଉଛି। ହେଇପାରେ ଆପଣଙ୍କର କୌଣସି ରାସ୍ତା ବନ୍ଦ ଅଛି, ଆପଣ ପ୍ରାର୍ଥନା କରନ୍ତୁ, ପ୍ରଭୁ ସେଇ ରାସ୍ତାକୁ ଖୋଲିବେ, ପ୍ରଭୁ ସେଇ ବାଟକୁ ଫିଟେଇବେ। କାରଣ ପାଉଲ ଓ ଶିଲାର ପରମେଶ୍ୱର ଆମର ପ୍ରଭୁ ଅଟନ୍ତି। ଆମ ଜୀବନରେ ମଧ୍ୟ ସେଇ କାର୍ଯ୍ୟ କରିବା ପାଇଁ ସେ ସାମର୍ଥ୍ୟ ଅଟନ୍ତି। ଆସନ୍ତୁ ବାକ୍ୟର ଆଉ ଗୋଟେ ପଦ ପଢି ଆମେ ଆଗକୁ ବଢିବା। ମୋ ସହିତ ଆପଣମାନେ ଗୀତ ସଂଗୀତା ପୁସ୍ତକକୁ ଆସିବେ। ଗୀତ ସଂଗୀତା 50 ଅଧ୍ୟାୟ 50 ଗୀତ 15 ପଦରେ ଲେଖାଯାଏ, ପୁଣି ସଙ୍କଟ ଦିନରେ ଆମ୍ଭକୁ ଡାକ, ଆମ୍ଭେ ତୁମକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ। ତାହାଙ୍କ ନାମର ଗୌରବ ହଉ। ସଙ୍କଟ ଦିନରେ ଆମେ 108କୁ ଫୋନ କରୁ। ସଙ୍କଟ ଦିନରେ ଆମେ ଆଉ କାହାର ସାହାଯ୍ୟକୁ ନେଉ। ମାତ୍ର ଅନେକ ସମୟରେ ଯେ ସଙ୍କଟରୁ ଆମକୁ ଉଦ୍ଧାର କରିପାରନ୍ତି, ସେହି ପରମେଶ୍ୱରଙ୍କୁ ଆମେ ଭୁଲି ଯାଇଥାଉ। ପ୍ରଭୁ ଆଜି ମନେ ପକାଇ ଦେଉଛନ୍ତି, ସଙ୍କଟ ସମୟରେ ତୁମେ ଆମକୁ ଡାକ, ଆମେ ତୁମକୁ ଉଦ୍ଧାର କରିବା। ସେ ଆମର ଉଦ୍ଧାରକାରୀ, ସେ ଆମକୁ ଉଦ୍ଧାର କରିବା ପାଇଁ ଆସିଲେ। ତାହାଙ୍କ ନାମର ଗୌରବ ହଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ସଙ୍କଟରେ ଆମେ ପଡୁ, ସମସ୍ୟାରେ ପଡୁ, ଅନେକ ଭାଇ ଭଉଣୀମାନେ ସେମାନେ ସଙ୍କଟ ସମୟରେ ସେମାନେ ପ୍ରଭୁଙ୍କୁ ଡାକନ୍ତି ନାହିଁ। ସେମାନେ କୂଅରେ ଡେଇଁ ପଡନ୍ତି, ସେମାନେ ବିଷ ପିଇ ଦିଅନ୍ତି, ବିଭିନ୍ନ ପ୍ରକାର ଭୁଲ ନିଷ୍ପତ୍ତି ଗୁଡ଼ିକ ସେମାନେ ନିଅନ୍ତି। ମୁଁ ଏତେ ଋଣ ଲାଗିଛି, ମୁଁ କେମିତି ରାସ୍ତାରେ ଚାଲିପାରିବି?
ମୁଁ କ'ଣ କରିବି, ମୁଁ ଶୁଝି ପାରୁନାହିଁ, କ'ଣ କରିବି, ବିଭିନ୍ନ ଚିନ୍ତାରେ ରହି ଅନେକ ଭାଇ ଭଉଣୀମାନେ ନିଜ ଜୀବନକୁ ସେମାନେ ହାରୁଛନ୍ତି। ଆପଣଙ୍କର ଭବିଷ୍ୟତ ପରମେଶ୍ୱରଙ୍କ ହସ୍ତରେ ରହିଛି। ସବୁ ସମୟ ତାହାଙ୍କର ହସ୍ତଗତ ଅଟେ। ଆଉ ଏଇ ପ୍ରକାର କୌଣସି ଗାତ ନାହିଁ ପୃଥିବୀରେ ପରମେଶ୍ୱର ସେଇ ଗାତରୁ ଯେ ଆପଣଙ୍କୁ ବାହାର କରିପାରିବେ ନାହିଁ। ଆମର କାମ ହେଲା ଆମେ ତାଙ୍କୁ ଡାକିବା। ସଙ୍କଟ ଦିନରେ ଆମେ ତାହାଙ୍କ ନିକଟବର୍ତ୍ତୀ ହେବା, ତାହାଙ୍କୁ ଆମେ ଡାକିବା, ଆମେ ତାହାଙ୍କ ନିକଟରେ ଆମର ସବୁ ସମସ୍ୟାକୁ ଆମେ ତାଙ୍କୁ ଚଢ଼ାଇବା। କାରଣ ସେ ଆମର ବାପା ଅଟନ୍ତି ଆଉ ସେ ସବୁ ସମସ୍ୟାକୁ ସମାଧାନ କରିବା ପାଇଁ ସାମର୍ଥ୍ୟ ଅଟନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ଆପଣମାନଙ୍କ ନିକଟରେ ଆଉ ଗୋଟେ ବାକ୍ୟ ପଢ଼ି ମୁଁ ଆଗକୁ ନେବା ପାଇଁ ଚାହେଁ। 34 ଗୀତ 4 ପଦରେ ଏ ପ୍ରକାର ଲେଖାଯାଏ, ମୁଁ ସଦା ପ୍ରଭୁଙ୍କର ଅନ୍ୱେଷଣ କଲି ଓ ସେ ମୋତେ ଉତ୍ତର ଦେଲେ, ପୁଣି ମୋର ସବୁ ଭୟରୁ ମୋତେ ଉଦ୍ଧାର କଲେ। ତାହାଙ୍କ ନାମର ଗୌରବ ହଉ। ଆମେ ପ୍ରଭୁଙ୍କୁ ଡାକିବା। ଆମେ କେଉଁ ଭୟରେ ଅଛୁ? ଗାଁ ଲୋକଙ୍କ ଭୟ ହେଇପାରେ, ଭୂତ ପ୍ରେତ ଗୁଣି ଗାରେଡି। ଆମେ କେଉଁ ଭୟରେ ଅଛୁ? ମୃତ୍ୟୁର ଭୟ, ରୋଗର ଭୟ, ସାମାଜିକ ଭୟ। ଆପଣ କେଉଁ ଭୟରେ ଅଛନ୍ତି? ଆପଣ ପ୍ରଭୁଙ୍କୁ ଡାକନ୍ତୁ। ପ୍ରଭୁ ଆପଣଙ୍କୁ କ'ଣ କରିବେ? ଉଦ୍ଧାର କରିବେ। ସେ ଉଦ୍ଧାର କରିବେ, କାରଣ ସେ ସାମର୍ଥ୍ୟ ପ୍ରଭୁ ଅଟନ୍ତି। ଆମକୁ ଉଦ୍ଧାର କରିବା ପାଇଁ ତାଙ୍କ ପାଖରେ ସେଇ ବଳ ରହିଛି। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ଆସନ୍ତୁ ଶେଷରେ ଗୋଟେ ବାକ୍ୟ ପଢ଼ି ଆମେ ସମାପ୍ତ କରିବା। ଯଦି ଆପଣ ପଢ଼ିବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜୀବନରେ, ସେ ଯେଉଁ ସମୟରେ ପାର୍ଥିବ ଜୀବନରେ ସେ ଥିଲେ, ସେ ବହୁଳ ଅଶ୍ରୁ ସହକାରେ ସେ କ'ଣ କଲେ? ଆର୍ତ୍ତନାଦ କଲେ, ପ୍ରାର୍ଥନା କଲେ, ଆଉ ସେ ଆଶଙ୍କାରୁ ରକ୍ଷା ପାଇଲେ। ଯଦି ଆପଣ ପଢ଼ିବେ ଏବ୍ରୀ ପୁସ୍ତକ 5 ଅଧ୍ୟାୟ, ଯଦି ଆପଣ 7 ପଦରୁ ପଢ଼ିବେ, ଲେଖାଯାଏ ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାହାଙ୍କ ନିକଟରେ ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ ପୁତ୍ର ହେଲେ ହେଁ ଦୁଃଖ ଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ। ପୁଣି ସିଦ୍ଧ ହୋଇ ନିଜ ଅନାଜ୍ଞାକାରୀ ମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ। ତାହାଙ୍କ ନାମର ଗୌରବ ହଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ପ୍ରଭୁଙ୍କୁ ଦେଖିବା। ତାହାଙ୍କ ଜୀବନରେ କେତେ ବିପଦ ଥିଲା, ଦୁଃଖ ସମସ୍ୟା ଦେଇ ସେ ଗଲେ। ଆଉ ସେଇ ସବୁ ଦୁଃଖ ସମସ୍ୟା ମଧ୍ୟରେ ଗୋଟିଏ ବିଷୟ ତାଙ୍କୁ ବଳବାନ କଲା, ତାହାଙ୍କର ଅଶ୍ରୁର ପ୍ରାର୍ଥନା, ଆର୍ତ୍ତନାଦର ପ୍ରାର୍ଥନା। ସେ ପାର୍ଥିବ ଜୀବନରେ ସେ ବହୁତ ଆର୍ତ୍ତନାଦ କଲେ, ପ୍ରାର୍ଥନା କଲେ। ଆଉ ପ୍ରଭୁ କ'ଣ କଲେ? ତାଙ୍କୁ ସବୁ ସଙ୍କଟରୁ ସେ ଉଦ୍ଧାର କଲେ। ତାଙ୍କୁ କବର ଅଟକାଇ ରଖିପାରିଲା ନାହିଁ, ତାଙ୍କୁ ମୃତ୍ୟୁ ହରାଇ ପାରିଲା ନାହିଁ। ସେ କବରକୁ ଫଟାଇ ମୃତ୍ୟୁକୁ ପରାଜୟ କରି ସେ ତୃତୀୟ ଦିବସରେ ଉତ୍ଥିତ ହେଲେ। ସେହି ପରମେଶ୍ୱର ଆମର ଆଦର୍ଶ ଅଟନ୍ତି, ସେ ଆମର ଗୁରୁ ଅଟନ୍ତି। ଆମେ ଆମର ସଙ୍କଟ ସମୟରେ ଆମେ ତାହାଙ୍କୁ ଡାକିବା। ପାଉଲ ଆଉ ଶିଲାଙ୍କର ପରିସ୍ଥିତି ଯେ ପ୍ରକାର ପରିବର୍ତ୍ତନ ହେଇଗଲା, ଆମର ପରିସ୍ଥିତି ମଧ୍ୟ ସେ ପରିବର୍ତ୍ତନ କରିବେ। ତାହାଙ୍କ ପାଖରେ ବଳ ରହିଛି। ମଧ୍ୟରାତ୍ର ପ୍ରାର୍ଥନା ଆମର ପରିସ୍ଥିତିକୁ ବଦଳେଇବ, ଆମର ପରିବାରକୁ ସଂଗଠନ କରିବ, ଆମକୁ ତାହାଙ୍କର ଆଗମନ ପାଇଁ ଆହୁରି ମଜବୁତ କରିବ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ତୁମେ ଆମର ବାପା ଅଟ। ପିତା, ସଙ୍କଟ ଦିନରେ ଆମେ ତୁମକୁ ଡାକିବା ପାଇଁ ତୁମେ ଆଜି ଆମମାନଙ୍କୁ କହିଛ, ଧନ୍ୟବାଦ। ପିତା, ଅନେକ ସମୟରେ ପ୍ରାର୍ଥନା କରିବାକୁ ଆମେ ବାହାନା କରିଛୁ, ଅନେକ ଛଳନା କରିଛୁ। ତୁମେ ଦୟା କର। ପ୍ରାର୍ଥନା କରିବାକୁ ସମୟ ନଥାଏ, ଆମେ ସମୟ ବାହାର କରି ତୁମ ନିକଟରେ ଆଣ୍ଠେଇବା ପାଇଁ ତୁମ ଅନୁଗ୍ରହ ଦିଅ। ଆଉ ସଙ୍କଟରୁ ତୁମେ ଆମମାନଙ୍କୁ ଉଦ୍ଧାର କରି ଗୌରବ ପାଅ। ମହିମା ଗୌରବ ତୁମକୁ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ, ଆମେନ। ସମସ୍ତଙ୍କୁ ନମସ୍କାର। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ଅନୁଗ୍ରହ ହେଲେ ପରବର୍ତ୍ତୀ ଅଧ୍ୟାୟରେ ଆମେ ପରସ୍ପର ସାକ୍ଷାତ କରି ତାହାଙ୍କର ଗୌରବ ମହିମା ନିମନ୍ତେ ଆଗକୁ ବଢିବା। ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।